ଜୟ ଜଗନ୍ନାଥ ସାଙ୍ଗମାନେ ଆଜିର ସକାଳ ଷ୍ଟାର୍ଟ ହେଉଛି ଆମ୍ଲା ଚୋରିରୁ। ଆମ୍ଲା କ'ଣ ଚୋରି କରୁଛନ୍ତି? ଅଭିଜିତ ଯାଇ ଗଛ ହେଲେ ଆଣିବେ। ଭାଇ ପୁରା ଶକ୍ତିମାନ। ଗଛରେ ଫଳିଛି 10 କୁଇଣ୍ଟାଲ ଆମ୍ଲା, କିନ୍ତୁ ତଳେ ପଡ଼ିଛି 10ଟା। ତାକୁ ଗୋଟାଇବା ପାଇଁ ପିଲା ପୁରା ହାଉଯାଉ। ଦେଖ କି ଖୁସି ହେଉଛି ଆମ୍ଲା ଧରିକି। ତାପରେ ବାଟରେ ଦେଖିଲୁ ଆଲମଣ୍ଡ। ମୋତେ ଲାଗିଲା ମୁଁ ପ୍ରସ୍ତର ଯୁଗକୁ ଫେରି ଯାଇଛି କି ଆଉ। ଖାଲି ଫଳମୂଳ ବାଟରେ ପାଉଛି ଆଉ ତାକୁ ପୁଣି ଛେଚି ପୋଡ଼ିକି ଖାଉଛି। ଆହା କି ସୁନ୍ଦର ଦେଖାଯାଉଛି। ଦେଖ ପୁରା ରକ୍ତିମ ଭିତରେ ଧଳା ଧଳା ଆଲମଣ୍ଡ। କାଳ ବିଳମ୍ବନ ତାକୁ ଛେଚି ପଟେଇକି ଖାଇକି ଆମେ ସକାଳୁ ସକାଳୁ ଯାଇ ପହଞ୍ଚିଲୁ ରୁମ୍ରେ ଟିକେ ବ୍ରେକଫାଷ୍ଟ କରିବାକୁ। ବ୍ରେକଫାଷ୍ଟରେ ଥିଲା ଗୁଡ଼ ଚଣା ଏବଂ ସକାଳୁ ଥିବା ଆଲମଣ୍ଡ। ତାକୁ ପୁରା ଲଙ୍କା ଲୁଣ ଦେଇକି ଯେଉଁ ଖାଦ୍ୟ, ତାପରେ ଗୁଡ଼କୁ ଚଣା, ଓହୋ କି ସୁସ୍ୱାଦୁ ଖାଦ୍ୟ। ସେ ଖାଇବା ଖାଇସାରିଲା ପରେ ପୁଣି ଆସିଗଲା ଲଞ୍ଚ। ଲଞ୍ଚରେ ଥିଲା ଭାତ ଡାଲି କଇଁଆ ଝୋଳ ବ୍ରହ୍ମପୁର ମିଠା ଆଚାର ଏବଂ ବଡ଼ି ଚୁରା। ତା ସହିତ ଥିଲା ରାଇତା, ଯେଉଁ ସୁସ୍ୱାଦୁ ବ୍ୟଞ୍ଜନ ଖାଇକି ମନ ଆତ୍ମତୃପ୍ତି। ତାପରେ ଇଭିନିଂରେ ପଳେଇଲେ ଟିକେ ଓଜନ ମାପ କରିବା ପାଇଁ। 57 କେଜି ମାତ୍ର। ନିଜକୁ ହସ ମାଇଲା, ଓଜନ ବଢ଼ିବା ପାଇଁ ସାଙ୍ଗେ ସାଙ୍ଗେ ପଳେଇଲେ ଆଉ କିଛି ଖାଦ୍ୟ ଗ୍ରହଣ କରିବା ପାଇଁ। ପୁଣି ଥରେ ଚାଉମିନ ଫାଉମିନ ପିଟି ପୁଟାକି ଆମେ ଯାଇ ପହଞ୍ଚିଲା ବେଳକୁ ହଷ୍ଟେଲରେ ଦେଖିଲା ପ୍ରବଳ ଭିଡ଼। କଥା କ'ଣ ନା ଆଜି ବୁଧବାର ତ ଚିକେନ କଷା ଖାଇ ଆଜିର ବ୍ଲଗ୍ଟି ଏଣ୍ଡ କରୁଛି। ଜୟ ଜଗନ୍ନାଥ।